So, hi everyone, welcome to G Study Point. ପିଲାମାନେ ଆମେ ଲାଷ୍ଟ କ୍ଲାସ୍ରେ ପଢ଼ିଥିଲେ ଗତି ଆଉ ପରିବେଗ। ଗତି ବିଷୟରେ ତ ପଢ଼ିଥିଲେ, ଗତିରେ ପଢ଼ିଥିଲେ କ'ଣ ବେଗ ଆଉ ଗୋଟେ ପରିବେଗ। ବେଗ ହେଉଛି ଅତିକ୍ରାନ୍ତ କରିଥିବା ଦୂରତା ବା ସମୟ। ସେମିତି ପରିବେଗ ହେଉଛି ବିସ୍ଥାପନ ବାଇ ସମୟ। ତ ଏତିକି ତ ଆମେ ପଢ଼ିଥିଲେ ଆମ ପୂର୍ବ କ୍ଲାସ୍ରେ। ଏବେ ଦେଖିବା ଆମର ନେକ୍ସଟ ଟପିକ୍ ହେଉଛି ତ୍ୱରଣ। ତ୍ୱରଣ ପିଲାମାନେ କ'ଣ? ଯେତେବେଳେ ଗୋଟେ ବସ୍ତୁ ସମଗତିରେ ଗୋଟେ ସରଳ ରେଖାରେ ଗତି କରୁଥିବ, ସମଗତିରେ ମାନେ କ'ଣ ସରଳ ରେଖାରେ ଗୋଟେ ଗତି କରୁଛି ଗୋଟେ ବସ୍ତୁ, ଏମିତି ଦେଖିବା ସମାନ ସମୟ ଅନ୍ତରାଳ, ଏଇଠି ହେଉଛି 1 ଘଣ୍ଟା, ଏଇଠି ବି 1 ଘଣ୍ଟା, ଏଇଠି ବି 1 ଘଣ୍ଟା, 40 କିଲୋମିଟର ଯାଉଛି ଘଣ୍ଟାଟାରେ, ଏଇଟା ବି 40, ଏଇଟା ବି 40। ତ ଏଇଟା କ'ଣ ହେଲା ସମଗତି ହେଲା, ସମାନ ସମୟ ଅନ୍ତରାଳରେ ସେ କ'ଣ କଲା ସମାନ ଦୂରତା ଅତିକ୍ରମ କଲା, ତାକୁ କୁହାହେଲା ସମଗତି। ତ ଯେତେବେଳେ ଗୋଟେ ବସ୍ତୁ ସମଗତିରେ ସରଳ ରେଖାରେ ଗତି କରୁଥାଏ, ଯେତେବେଳେ ସମୟ ପରିବର୍ତ୍ତିତ ହେଲେ ମଧ୍ୟ ତାହାର ପରିବେଗଟା କ'ଣ ହେଲା ପରିବର୍ତ୍ତନ ହେଲା କି ପରିବେଗ ହେଉଛି ବିସ୍ଥାପନ, ଏଇଠି ବି 40/1, ଏଇଠୁ ଏତିକି ବି ବିସ୍ଥାପନ ସେଇ 40/1, ଏ ଘଣ୍ଟାରେ ବି ସେ 40/1। ତ ଏଠି ପରିବେଗ କ'ଣ ହେଲା ଆମର ଅପରିବର୍ତ୍ତିତ ରହିଲା। ପରିବେଗ ଯେତେବେଳେ ଅପରିବର୍ତ୍ତିତ ରହେ ଏଇଟା ଆମେ ଜାଣିଲେ। ତ ଏହିଭଳି ପରିସ୍ଥିତିରେ କୌଣସି ସମୟ ଅନ୍ତରାଳରେ ବସ୍ତୁର ପରିବେଗର ପରିବର୍ତ୍ତନ ଶୂନ ଅଟେ। ଯେହେତୁ ପରିବେଗ ଅପରିବର୍ତ୍ତିତ ରହୁଛି, ତ ଯୋଉ ପରିବେଗର ପରିବର୍ତ୍ତନଟା ଏଇଠି ଯେତେ, ଏଇଠି ସେତେ, ଏଇଠି ସେତେ, ଯଦି ସବୁ ଜାଗାରେ ସମାନ ରହିଲା ତାହେଲେ ପରବର୍ତ୍ତିତ ପରିବେଗ କ'ଣ ହବ ଶୂନ କି ନାହିଁ। ଆମେ ଦେଖିବା ଏଇଠୁ ଏତିକିର ପରିବେଗ ହେଉଛି 40, ଏଇଠୁ ଏତିକିର ପରିବେଗ ହେଉଛି 40। ତ ଚେଞ୍ଜ ଇନ୍ ଯେଉଁ ଆମେ କହୁଛେ ଚେଞ୍ଜ ଇନ୍ ନମ୍ବର, ତ ସେମିତି ଚେଞ୍ଜ ହେଇଥିବା ପରିବେଗର ପରିମାଣ କେତେ 40 - 40 ଶୂନ, ବୁଝିପାରିଲ, ସେତିକି ଲେଖାଯାଏ। ମାତ୍ର ଯଦି ଗୋଟେ ବସ୍ତୁ ଅସମ ଗତିରେ ପରିବର୍ତ୍ତନ କରୁଥିବ, ଯଦି ଅସମ ଗତି ମାନେ କ'ଣ ସମାନ ସମୟ ଅନ୍ତରାଳରେ ଅସମାନ ଦୂରତା ଅତିକ୍ରମ କରିବ, ସେଇ 1 ଘଣ୍ଟାରେ ଏଇଟା ଯାଇଛି 40, ଏଇଟା ଯାଇଛି 50, ଏଇଟା ଯାଇଛି 60। ତ ମୁଁ ଏଇଠି କ'ଣ କହିପାରିବି, ଏଠି ମୋର ପରିବେଗ 40 ହେଲା ବେଳେ ଏଠି ପରିବେଗ ହେଇଯାଉଛି 50। ତ ପରିବେଗ ମୋର ପରିବର୍ତ୍ତନ ହେଲା, ଯେଉଁ ପରିବର୍ତ୍ତନ ହେଲା ପରିବେଗ କେତେ ହବ କ'ଣ ହବ ମୁଁ ତୁମକୁ ଆଗକୁ କହିବି। ମାତ୍ର ଏଇଟା କ'ଣ ହେଉଛି ଅସମ ଗତି ହେଇଯାଉଛି। ତ ଅସମ ଗତିରେ ପରିବେଗର ପରିମାଣ ମଧ୍ୟ କ'ଣ ଥାଏ ପରିବର୍ତ୍ତନ ହୋଇଥାଏ, ବୁଝିପାରିଲ ଏଇ ଜିନିଷ। ତ ଯେଉଁ ଆମର ପରିବେଗର ପରିବର୍ତ୍ତନ ହୁଏ, ଯେତିକି ସମୟର ହୁଏ, ତାକୁ ଆମେ ସେଥିରେ ବସ୍ତୁର କ'ଣ କହିବା ତ୍ୱରଣ ବୋଲି କହିବା, ଯାହାକୁ ଆକ୍ସିଲରେସନ୍ କୁହାଯାଏ। ତ ଆମେ କ'ଣ କହିପାରିବା, ଗୋଟେ ନୂତନ ରାଶି ପରିବେଗର ଯେଉଁ ପରିବର୍ତ୍ତନ ହେଉଛି, ପରିବେଗ ଯେଉଁ ଅସମ ଗତିରେ ଯିବା ଯୋଗୁଁ ଯେଉଁ ପରିବେଗର ପରିବର୍ତ୍ତନ ହାରକୁ ଏକକ ସମୟ ଅବଧିରେ ମାନେ କ'ଣ 1 ଘଣ୍ଟା ଓ ବସ୍ତୁର ଏକକ ସମୟ ଅବଧିରେ ବସ୍ତୁର ପରିବେଗର ପରିବର୍ତ୍ତନକୁ ବସ୍ତୁର ତ୍ୱରଣ କୁହାଯାଏ। ବୁଝିପାରିଲା, ଏକକ ସମୟ ଅବଧିରେ ଯେତେବେଳେ ବସ୍ତୁର ପରିବେଗ ପରିବର୍ତ୍ତନ ହୁଏ ତାକୁ କ'ଣ କୁହାଯାଏ ତ୍ୱରଣ। ତ ମୁଁ ଇନସର୍ଟ ତ୍ୱରଣ ଲେଖିପାରିବି, ପରିବେଗରେ ପରିବର୍ତ୍ତନ ବାଇ ସମୟ ଅବଧି। ଠିକ୍ ଅଛି। ଯଦି ଗୋଟେ ବସ୍ତୁ ପିଲାମାନେ ସମୟକୁ ମୁଁ ନେଇଯିବି ଟି, ପ୍ରାରମ୍ଭିକ ପରିବେଗ ହୋଇଯିବ ୟୁ, ଆଉ ଅନ୍ତିମ ପରିବେଗ ହେଉଛି ମୋର ଭି।
यूरु भी को परिवर्तन होला मोर परिवेग यूरु भी को परिवर्तन होइछि ताहाले मु लिखि परिबे एक्सेलरेशन ए इज इक्वल टू v माइनस u परिवर्तित परिवेग कोन v यूरु भी को चेंज होइछि तो v रु u को कोन करिवे माइनस करिवे कि नै v माइनस u बाय t। अच्छा पिला माने आमे जानि जे परिवेग गोटे कोन सदिश राशि परिवेग सदिश राशि आगुरु जानिछे किमिति जेहेतु परिवेग कहा पर डिपेंड करे विस्थापन पर विस्थापन जेहेतु सदिश राशि परिवेग सदिश राशि परिवेग पुणी कहा पर डिपेंड करे त्वरण पर तो सेमिति त्वरण भी एक कौन हो सदिश राशि बुझी पारल यार बहुत उभय परिमाण और दिग थाए। अच्छा गतिशील वस्तुर त्वरण थिले वस्तुर गति को त्वरान्वित गति बोली कहा जाए जेतेबेले गोटे वस्तु गतिशील थाए गतिशील गोटे वस्तुर समगति जाऊे तो त्वरण हेनी कहीं परिवेग परिवर्तन 0 हो गला जो गोटे वस्तु असम बेगर गति कर वस्तुर जदि गोटे गतिशील वस्तुर त्वरण थिले ताको कौन कह जाए वस्तुर गति को त्वरान्वित गति बोली कह जाए। बुझा पड़ला बस। अच्छा पिला माने जदि परिवेग दिगरे त्वरण हेले ताको जुक्तात्मक त्वरण कहा जाए जदि हमर परिवेगर दिग त्वरण देख परिवेगर एटा होछ मोर परिवेग एटा होछ मोर त्वरण परिवेगर जदि दिग एपटे त्वरणर दिग एपटे ताको कोन कहला जुक्तात्मक त्वरण मु एते सब नोट लिखुनी तुम बुक रु जानि अछि हाइलाइट करदेव जुक्तात्मक त्वरण कोन मु खाली बुझे दउछ तुमको जदि परिवेग गोटे डायरेक्शन अछि बट त्वरणर डायरेक्शन अलग अछि तो ताको कहा जबो विजुक्तात्मक त्वरण बुझे पड़ला त्वरण जदि परिवेग त्वरणर दिग समान जुक्तात्मक जदि दिग असमान ताको विजुतात्मक दिग त्वरण बोली कहागला बा आको कौन कह परिबा मंदन बुझी पारल तो आर एकक एसआई एक कौन आसो परिवेगर होची आउथरे कहूची परिवेगर होची कोन मीटर पर सेकेंड पुणे आउथरे टाइम होची सेकेंड एटा हे जिवो कोन मीटर पर सेकेंड स्क्वायर सॉरी हाँ मीटर पर सेकेंड स्क्वायर और ms माइनस 2 एसआई एकक हो गला सेमिति अन्य एकक गुड़ाक होला सेंटीमीटर पर सेकेंड स्क्वायर सेंटीमीटर सेकेंड माइनस 2 नने किलोमीटर आवर माइनस 2 एटा डिफरेंट वे लिखा है ना यह सब तार अलग अलग एकक। अच्छा पिला माने गोटे समान समय अंतराल जदि वस्तुर परिवेग समान समय अंतराल समान परिमाण वृद्धि किंबा ह्रास होउथुबो ताहले वस्तु को समत्वरण गति बोली कहाउछि। अच्छा केमिति गोटे सरल रेखार गोटे वस्तु गति करछि हला तार परिवेग समान समय अंतराल समान परिमाण वृद्धि किंबा ह्रास होउछि मोर परिवेग 1 घंटा रे 40 जाउछि मनकर मोर 1 घंटा रे परिवेग परिवर्तन होउछि 40 पुणे नेक्स्ट 1 घंटा रे परिवेग परिवर्तन होउछि 40 तो केते परिवेग परिवर्तन टोटल समान समय अंतराल समान परिवेग माने सेई घंटाटे 40 बढ़ुछि पुणे आउथरा आउ घंटाटे पर सेई 40 बढ़ुछि तो मु एठी कोन कहि परिबि जेहेतु मोर वस्तुर गतिडा गति करथुवा वस्तुर परिवेग समान समय अंतराल समान परिमाण वृद्धि आउ किंबा ह्रास पाइला तो सेई वस्तु को हम समत्वरण गति करछु बोली कहि परिबा 1 घंटा रे से 40 किलोमीटर परिवेग परिवर्तन कला पुणी नेक्स्ट गोटे घंटा रे पुणी 40 किलोमीटर परिवेग परिवर्तन कला तो मुझे कहीपरि समान समय समान परिवेग समान समय अंतराल समान परिवेग को परिवर्तन करिछि तो बुझिपारल समत्वरण गति एटा गोटे इम्पोर्टेंट पॉइंट बुक रे हाइलाइट करिवो देन आसला
ଯେତେବେଳେ ଗୋଟେ ବସ୍ତୁର ପରିବେଗ ସମାନ ସମୟ ଅନ୍ତରାଳରେ ଅସମ ହାରରେ ପରିବର୍ତ୍ତିତ ହେବ ତାକୁ କୁହାହବ କ'ଣ? ତ୍ୱରଣଟା ଅସମ ବୋଲି କୁହାହବ। ଅସମ ତ୍ୱରଣ, ସେଇ ଯେଉଁ ତ୍ୱରଣକୁ ଅସମ ବୋଲି କୁହାଯିବ। ଠିକ୍ ଅଛି, ତ୍ୱରଣ ଅସମ ଅଟେ ବୋଲି। ସଳଖ ରାସ୍ତାରେ ଗତି କରୁଥିବା ଗୋଟେ କାରର ବେଗ ଅସମାନ ଭାବରେ ସମାନ ସମୟ ଅନ୍ତରାଳରେ ବୃଦ୍ଧି ପାଏ, ତାହେଲେ ସେ କାରଟା କ'ଣ ଅସମ ତ୍ୱରଣ ଅଛି ବୋଲି କହିପାରିବା। କ'ଣ? ଅସମ ତ୍ୱରଣ। ଦୁଇଟା ଟର୍ମ ମନେ ରଖିବ, ସମତ୍ୱରଣ, ଅସମ ତ୍ୱରଣ। ଇନସର୍ଟରେ ମୁଁ ଲେଖିଦେଉଛି ଅସମ ତ୍ୱରଣ ଗତି ସମାନ ସମୟ ଅନ୍ତରାଳରେ ସମାନ ପରିବେଗ ପରିବର୍ତ୍ତନ କଲେ ସମତ୍ୱରଣ ଗତି ବୋଲି କହିବା। ଠିକ୍ ସେମିତି ସମାନ ସମୟ ଅନ୍ତରାଳରେ ଅସମାନ ପରିବେଗ ପରିବର୍ତ୍ତନ କରିବ। ଅସମାନ ପରିବେଗ ପରିବର୍ତ୍ତନ କଲେ, ଯେମିତି ଗୋଟେ କାର ଅସମ ତ୍ୱରଣ ଗତି ବୋଲି କହିବା। ଗୋଟେ କାର ରାସ୍ତାରେ ଯାଉଛି, ତ ଗୋଟେ କାର 1 ଘଣ୍ଟାରେ 40 କିଲୋମିଟର ଗଲା, 1 ଘଣ୍ଟାରେ ଫାଷ୍ଟ 40 କିଲୋମିଟର ଗଲା, ପୁଣି ନେକ୍ସଟ 1 ଆୱାରରେ 50 କିଲୋମିଟର ଗଲା। ତ ଏଠି ମୋର ପରିବେଗ କେତେ ହେଲା? 40। ଗୋଟେ ଏଠି ପରିବେଗ ହେଲା କେତେ? 50। ତ ପରିବେଗ ଚେଞ୍ଜ ହେଲା କି ନାହିଁ? 40ରୁ 50 କେତେ ଚେଞ୍ଜ ହେଲା? 10। 10 ଘଣ୍ଟାଟାରେ। ଠିକ୍ ଅଛି, ତ ପରିବେଗ କେତେ ଚେଞ୍ଜ ହେଲା? 10। ପରିବେଗ ପରିବର୍ତ୍ତନ ହେଲା 10 ବାଇ ସମୟ। ତ 1 ଘଣ୍ଟାରେ ସେ 10 ପରିବେଗ ଚେଞ୍ଜ କଲା। ଆକୁ କୁହାହେଲା ଯେଉଁ 10 କିଲୋମିଟର ପର ଆୱାର ଆସିଲା, ଏଇଟା ହେଲା ମୋର କିଲୋମିଟର ପର ଆୱାର ସ୍କେଲ୍। ହଁ, ଏଇଟା ହେଲା ମୋର ତ୍ୱରଣ। ଆଉ ଏଇଟା କୋଉ ଟାଇପ୍ର ତ୍ୱରଣ? ନା ଅସମ ତ୍ୱରଣ। ସେମିତି ସମତ୍ୱରଣରେ 1 ଘଣ୍ଟାରେ ଫାଷ୍ଟ ଗଲା 40 କିଲୋମିଟର, ପୁଣି ନେକ୍ସଟ 1 ଆୱାରରେ ଗଲା 40 କିଲୋମିଟର। ତ ଏଠି ମୋର ପରିବେଗ କେତେ? 40 ବାଇ 1। 40 ପରିବେଗ କେମିତି କାଢ଼ା ହବ? ଯେତିକି ଦୂରତା ଅତିକ୍ରମ କରିଛି ବାଇ ସମୟ। ଏଠି ବି 40। ତ ପରିବେଗ ପରିବର୍ତ୍ତନ କେତେ ହେଇଗଲା? ଚେଞ୍ଜ ସେ କ'ଣ ସମତ୍ୱରଣ ହେଲା, ପରିବେଗ ପରିବର୍ତ୍ତିତ ସେମ୍ ଆକାର ରହିଲା ନା, ପରିବେଗର ପରିବର୍ତ୍ତନ ହେଲା ନାହିଁ। ପରିବର୍ତ୍ତିତ ପରିବେଗ କିଛି ହେଲାନି, ତ ଏଇଟା କ'ଣ ହେଇଯିବ? ସମତ୍ୱରଣ। ଠିକ୍ ଅଛି। ଆଚ୍ଛା ପିଲାମାନେ, ତମର ଉଦାହରଣ 5.3 ଯେଉଁ ବୁକ୍ରେ ଅଛି, ତାକୁ ଟିକେ ରୁହନ୍ତୁ, ଆଣି ଦେଉଛି, ତମକୁ ସୁବିଧା ହେବ କରିବା ପାଇଁ। ଠିକ୍ ଅଛି, ଦେଖ ଏଠି ଗୋଟେ କୋଶ୍ଚିନ୍ ଅଛି ତମର ବୁକ୍ର। ଦିବାକର ସ୍ଥିର ଅବସ୍ଥାରୁ ଏକ ସାଇକେଲରୁ 30 ସେକେଣ୍ଡ ପର୍ଯ୍ୟନ୍ତ ପେଡାଲ ମାରି 6 ମିଟର ପର ସେକେଣ୍ଡ ପରିବେଗ ହାସଲ କରିଲା। ଆଚ୍ଛା ପିଲାମାନେ, ଗୋଟେ ସାଇକେଲଟା ତମେ ଦେଖୁଛ ନା, ଏଠି ସ୍ଥିର ଅବସ୍ଥାରୁ ସେ ଯାଇଛି। ତ ମୁଁ ଜାଣିଛି ଆମର ଆରମ୍ଭିକ ପରିବେଗକୁ ମୁଁ କ'ଣ ଲେଖିବି? ୟୁ। ତ ୟୁ ଇଜ ଇକ୍ୱାଲ୍ ଟୁ ହେଇଗଲା ଏଠି କ'ଣ? 0, ଯେହେତୁ ସ୍ଥିର ଅବସ୍ଥାରୁ ଯାଇଛି। 0 ମିଟର ପର ସେକେଣ୍ଡ। ପେଡାଲ ମାରି ସାଇକେଲକୁ 30 ସେକେଣ୍ଡ ପର୍ଯ୍ୟନ୍ତ 6 ମିଟର ପର ସେକେଣ୍ଡ ପରିବେଗ ହାସଲ କଲା। ତ ମୋର ଫାଇନାଲି ପରିବେଗ କେତେ ହେଇଗଲା? ନା ଭି, 6 ମିଟର ପର ସେକେଣ୍ଡ। ଟାଇମ୍ କେତେ ଲାଗିଛି? ନା 30 ସେକେଣ୍ଡ। ତ ମୁଁ ଏଠୁ କାଢ଼ିପାରିବି କି ନାହିଁ ମୋର ତ୍ୱରଣ? A ଇଜ ଇକ୍ୱାଲ୍ ଟୁ ଭି ମାଇନସ୍ ୟୁ ବାଇ ଟି। ତ 6 ମିଟର ପର ସେକେଣ୍ଡ ମାଇନସ୍ 0 ବାଇ 30 ସେକେଣ୍ଡ। ତ ମୋର କେତେ ଆସିଲା? 0.2 ମିଟର ପର ସେକେଣ୍ଡ ସ୍କୋୟାର। ଆଚ୍ଛା, ନେକ୍ସଟ କଣ୍ଡିସନରେ କ'ଣ ହେଲା? ସେ ସାଇକେଲଟା ବ୍ରେକ୍ ମାରିଦେଲା। ସେ ବ୍ରେକ୍ ମାରିବା ପରେ ସାଇକେଲଟା 5 ସେକେଣ୍ଡରେ 4 ମିଟର ପର ସେକେଣ୍ଡ ହେଇଗଲା। ତାହେଲେ ମୋର ପ୍ରଥମେ ୟୁ କେତେ ଥିଲା? ଆଉ ଗୋଟେ କଣ୍ଡିସନରେ 6 ମିଟର ପର ସେକେଣ୍ଡକୁ ପଳାଇଥିଲା। ବ୍ରେକ୍ ମାରିବା ଯୋଗୁଁ ମୋର ଏଇଟା କ'ଣ ହେଇଗଲା? ବ୍ରେକ୍ ମାରିବା ଯୋଗୁଁ 4 ମିଟର ପର ସେକେଣ୍ଡ ହେଇଗଲା। କେତେ ସମୟରେ? ନା ୱିଦିନ୍ 5 ସେକେଣ୍ଡରେ। ତ ମୁଁ ତ୍ୱରଣ ଲେଖିପାରିବି ଭି ମାଇନସ୍ ୟୁ ବାଇ ଟି। ମୋର ଭି ହେଇଗଲା 4, ୟୁ ହେଇଗଲା 6 ବାଇ ଟି ହେଲା 5, ମାଇନସ୍ 2 ବାଇ 5 which is equals to minus 0.4 ମିଟର ପର ସେକେଣ୍ଡ ସ୍କୋୟାର। ପିଲାମାନେ ଦେଖ, ଏଠି ଗୋଟେ ପଜିଟିଭ୍ ଆସିଲା, ବଟ୍ ତ୍ୱରଣ ମୋର ଏଠି ନେଗେଟିଭ୍ ଆସିଲା। ତ ଏଠି ଗୋଟେ, ଏଇଟା ହେଉଛି ଦ୍ୱିତାତ୍ମକ ତ୍ୱରଣ,
ଏଇଟା ହେଉଛି ବିଦ୍ୟୁତାତ୍ମକ ତ୍ୱରଣ। ବୁଝିପାରିଲ? ବିଦ୍ୟୁତାତ୍ମକ ବିଦ୍ୟୁତାତ୍ମକ ତ୍ୱରଣ। ଆଚ୍ଛା ପିଲାମାନେ ତାପରେ ତମର ଅଛି ଗ୍ରାଫିକାଲ ପ୍ରେଜେଣ୍ଟେସନ କରାହବ। ଗ୍ରାଫିକାଲ ପରିପ୍ରକାଶ କେମିତି ଗୋଟେ ବସ୍ତୁ ଗତିକୁ ଆମେ କେମିତି ଗ୍ରାଫିକାଲି ଦେଖେଇବା। ଆଚ୍ଛା ପିଲାମାନେ ଗତିର লৈଖିକ ବା ଗ୍ରାଫିକାଲ ପରିପ୍ରକାଶ। ବୁଝିପାରିଲ? ଆଚ୍ଛା ପିଲାମାନେ ଗ୍ରାଫ ତ ତମେ ଆଗରୁ ଜାଣିଛ କେମିତି ହେଇଥାଏ। ଗୋଟେ ଗୋଟେ ସ୍କୋୟାର ଗୋଟେ ଗୋଟେ ବକ୍ସ 10ଟା ଗାର ଥିବ ହେଲା। ଏଇଟା ହେଉଛି ଗୋଟେ ଗ୍ରାଫର ଗୋଟେ ବକ୍ସରେ ମୁଁ କହୁଛି ଗୋଟେ ସ୍କୋୟାର ହେଲା ଏମିତି ଥିବ। ଏଇଟା ଗୋଟେ ୟୁନିଟ୍ ବୋଲି ନିଆଯାଏ। ତମେ ସବୁ ଆଗରୁ ଜାଣିଛ 7th କ୍ଲାସରେ ପଢିଛ। ମୁଁ ତମକୁ କହିଦଉଛି। ଆଚ୍ଛା ତମେ ଦେଖିଛ ନା ଯୋଉ ଟିଭିରେ ତମେ ଯେତେବେଳେ କ୍ରିକେଟ ଦେଖୁଛ ସେ ଗୋଟେ ଏମିତି 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 ବାର ଟାଇପର ଥିବ। ଏଇଟା ବି ଗୋଟେ ଟାଇପର ଗ୍ରାଫ। ଏମିତି ପାଇଚାର୍ଟ ଥିବ। ଏଇଟା ବି ଗୋଟେ ଟାଇପର ଗ୍ରାଫିକାଲ ରିପ୍ରେଜେଣ୍ଟେସନ। ଆଉ ଏମିତି ଥାଏ ଏମିତି ଗୋଟେ ଥିବ ଏମିତି ଗୋଟେ ପଏଣ୍ଟ ପଏଣ୍ଟ ଜଏନ୍ କରିଦେଇଥିବ ସେ ସବୁ ଦେଖଉଥିବ ଏମିତି ସ୍କୋର ରନ୍ ଏମିତି ସବୁ ହେଲା ବୋଲି। ଏସବୁ ହେଉଛି ଗୋଟେ ଗୋଟେ ଗ୍ରାଫିକାଲ ପରିପ୍ରକାଶ ତମ ପାଇଁ ଆମେ। ଠିକ ଅଛି। ଆଚ୍ଛା ଜେନେରାଲି ଆମ ଗ୍ରାଫରେ ଗୋଟେ କ'ଣ ଥାଏ ଗୋଟେ ଏକ୍ସ ଏକ୍ସିସ୍ ଥାଏ ଆଉ ଗୋଟେ ୱାଇ ଏକ୍ସିସ୍ ଥାଏ। ଏଇଟା ହେଉଛି ମୋର ଏକ୍ସ ଏକ୍ସିସ୍। ଆଚ୍ଛା ଲେଖୁଛି ଏକ୍ସ ଅକ୍ଷରେଖା। ଏଇଟାକୁ ଲେଖା ହେଉଛି ୱାଇ ଅକ୍ଷରେଖା। ତମେ ଯୋଉ ଏକ୍ସ ଅକ୍ଷରେଖାରେ ଯୋଉଟା ନବ ସେଇଟା ହେଇଥିବ ସେଇଟା କ'ଣ ଥାଏ ନା ସ୍ୱାଧୀନ ଚଳ ହେଇଥାଏ। ସ୍ୱାଧୀନ ଚଳ ତ ଲେଖିଦେଉଛି। ଏଇଟା ହେଉଛି ମୋର କ'ଣ ସ୍ୱାଧୀନ ଚଳ। ଏ ସ୍ୱାଧୀନ ଚଳକୁ ଯିଏ ନିର୍ଭର କରେ ତାକୁ କ'ଣ କୁହାଯାଏ ନିର୍ଭରଶୀଳ ଚଳ। ତ ୱାଇ ରେଖାରେ ମୋର କ'ଣ ଥିବ ନା ନିର୍ଭରଶୀଳ ଚଳ। ଆଚ୍ଛା ପିଲାମାନେ ତମେ ଦେଖିଛ ସମୟଟା ହେଉଛି ମୋର କ'ଣ ସ୍ୱାଧୀନ ଚଳ। କାହିଁକି ଇଏ ସ୍ୱାଧୀନ ଇଏ କାହା ଉପରେ ନିର୍ଭର କରୁନି ବଟ୍ ସମୟକୁ ନିର୍ଭର କରୁଛି କ'ଣ ବେଗ ପରିବେଗ ଆଉ କ'ଣ ରହିଲା ତ୍ୱରଣ ବିସ୍ଥାପନ ଦୂରତା ଏସବୁ କାହା ଉପରେ ସମୟ ଉପରେ ନିର୍ଭର କଲେ। ତ ଏସବୁ ହେଇଲେ କ'ଣ ନିର୍ଭରଶୀଳ ଚଳ। ବୁଝାପଡ଼ିଲା? ଆଚ୍ଛା ତାପରେ ଦେଖିବା ସମୟ ଦୂରତାର ଗୋଟେ ଗ୍ରାଫ। ଫାଷ୍ଟ ଟେବୁଲ କରିଦେବା ତାପରେ କରିବା ତମକୁ ବୁଝିବାକୁ ସହଜ କରୁଛି। ଆଚ୍ଛା ପିଲାମାନେ ଏଇଟା ହେଉଛି ମୋର ଗ୍ରାଫ ପେପର। ସମୟ ଦୂରତା ଗ୍ରାଫ ଠିକ ଅଛି। ଆଚ୍ଛା ପିଲାମାନେ ଗୋଟେ କାରର ଏଇଟା ହେଉଛି ଗୋଟେ କାର। ତାର ସମୟ ଅନୁସାରେ ଦୂରତା ଯୋଉ ସମୟ ଅନୁସାରେ ଦୂରତା ପରିବର୍ତ୍ତନ ଗୋଟେ ଗ୍ରାଫ କରିବା। ଗୋଟେ ଫାଷ୍ଟ ଟେବୁଲ ଲେଖିଦେଉଛି ସମୟ ଏପଟେ ଦୂରତା ଠିକ ଅଛି। ଫାଷ୍ଟ 8ଟାରେ ସେ ଯାଇଥିଲା 10 କିଲୋମିଟର। ପୁଣି 9ଟା ହେଲା 9ଟାରେ ଯାଇଛି 20 କିଲୋମିଟର। ପୁଣି 10ଟା ହେଲା 10ଟାରେ ଯାଇଛି 30 କିଲୋମିଟର। 11ଟା ହେଲା 11ଟାରେ ପୁଣି ଗଲା 40 କିଲୋମିଟର ହେଲା। ଠିକ ଅଛି। ଏଟାକୁ ଆମେ ଗ୍ରାଫରେ ଦେଖିବା। ଆଚ୍ଛା ପିଲାମାନେ ସମୟକୁ ମୁଁ ଏଇଠି ନେବି ଏକ୍ସରେ ନିର୍ଭରଶୀଳ ଗୋଟେ ୱାଇରେ ନେବି। ପ୍ରଥମେ ମୋର ହେଇଛି ଟାଇମ୍ କେତେଟା 8ଟା ଏଠି 9ଟା 10ଟା 11ଟା 12ଟା ଯିବ। ଏପଟେ କ'ଣ ନେବି 10 20 30 40
50 ଏମିତି ଯିବ। ଆଚ୍ଛା ପିଲାମାନେ ମୋର ଆଠଟାର ଲାଇନ୍ ହେଉଛି ଏଇଟା, 8ଟାର ଲାଇନ୍ ହେଉଛି ଏଇଟା, ଆଉ 10ର ଲାଇନ୍ ହେଉଛି ଏଇଟା। ତ ଏଇଟା କ'ଣ ହେବ, ଏଇଠି ମୋର ପଏଣ୍ଟ ଆସିବ। ତୁମେ ଜାଣିଛ ଗ୍ରାଫ୍ ୟୁଜ୍ କରିବା, ସେଥିପାଇଁ ମୁଁ ଏତେ କହୁନି। ହଁ ପୁଣି ଏଥିରେ 9ଟାରେ ମୋର କୋଉଠି ଅଛି 20 ଏଇଠି, ପୁଣି 10ଟାରେ ଅଛି 30 ଏଇଠି, ପୁଣି 11ଟାରେ ଅଛି କେତେ 40। ମୁଁ ଯେତେବେଳେ ପଏଣ୍ଟ ଗୁଡ଼ାକ ଆଡ଼୍ କରିବି ଯିବ ଗ୍ରାଫଟା, ଠିକ୍ ଅଛି। ସମୟ ଦୂରତା ଗ୍ରାଫ୍ ମୋର ଏମିତି ରହିଲା। ତ ମୁଁ ଏଠି ଲେଖିପାରିବି, ଯେହେତୁ ଦେଖ ସମାନ ସମୟ ଅନ୍ତରାଳରେ ସମାନ ଦୂରତା ଅତିକ୍ରମ କରୁଛି ମୋର ବସ୍ତୁ, ତ ଏଇଟା କ'ଣ ହେଲା, ଏଇଟା ସମଗତି ହେଲା। ତ ମୁଁ ଏଇ ଗ୍ରାଫରେ ଲେଖିପାରିବି ଯେ ସମବେଗରେ ଗତିଶୀଳ ବସ୍ତୁର ସମୟ ଦୂରତା ଗ୍ରାଫ। ଆଚ୍ଛା ପିଲାମାନେ, ସମବେଗରେ ଯେହେତୁ ଗତି କରୁଛି ତାର ଗ୍ରାଫଟା ଏମିତି ପୁରା ଷ୍ଟ୍ରିପ୍ ଲାଇନରେ ଆସୁଛି, ପୁରା ଗୋଟେ ଏମିତି ସିଧା। ଆଚ୍ଛା, ଏହି ଗତିରେ ବସ୍ତୁ ଦ୍ୱାରା ଅତିକ୍ରାନ୍ତ ଦୂରତା ସମାନ ସମୟ ଅନ୍ତରାଳରେ ସମାନ ପରିମାଣରେ ବୃଦ୍ଧି ପାଇଛି। ବୁଝିପାରିଲେ? ଆଚ୍ଛା ପିଲାମାନେ, y ଅକ୍ଷରେଖାରେ ଦୂରତା ପରିବର୍ତ୍ତେ ଆମେ ଯଦି ବିସ୍ଥାପନ ରଖିଦେବା ଆଉ x ଅକ୍ଷରେ ଯଦି ସମୟ ରଖିଦେବା, ଏଇଠି କ'ଣ ଅଛି, ଏବେ ଦୂରତା ଅଛି ନା ମୋର। ଯଦି ଆ ଜାଗାରେ ମୁଁ ବିସ୍ଥାପନ ରଖିଦେବି ତାହେଲେ ଆମକୁ କ'ଣ, ଏଇଠି ଯେଉଁ ଗତିଶୀଳ ବସ୍ତୁର ସମୟ ଦୂରତା ଗ୍ରାଫଟା ଆମେ ଜାଣିଥିଲେ, ଯେଉଁଟା ଗତି ଆମେ ବେଗଟା ଜାଣୁଥିଲେ, ତା ବଦଳରେ ପରିବେଗ ଆମେ ଜାଣିବା। ବୁଝିପାରିଲ? ଆଚ୍ଛା ପିଲାମାନେ, ଆମେ ଏଇ ଗ୍ରାଫରୁ କ'ଣ କରିବା, ବେଗଟା କାଢ଼ିବା। ଆଚ୍ଛା, ଯେକୌଣସି ପଏଣ୍ଟରେ ଗୋଟେ ବସ୍ତୁର ବେଗ କେମିତି। ଆଚ୍ଛା ଗୋଟେ ପିଲାମାନେ, ମୁଁ ଏଠି ଗୋଟେ ପଏଣ୍ଟ ନେଇଯାଉଛି, ଏ ଯେଉଁ ଏଇ ପଏଣ୍ଟଟା ନୁହଁ, এই পয়েন্টটা ମୁଁ ନେଇଯାଉଛି A, এই ପଏଣ୍ଟଟା ମୁଁ ନେଇଯାଉଛି B, ଠିକ୍ ଅଛି। ଏ ଦୁଇଟାକୁ ଜଏନ୍ କରିଦେଉଛି, ଏଇଠି ଯେଉଁ ପଏଣ୍ଟ ଆସିଲା ଏଇଟା ମୁଁ ନେଇଗଲି C, ହେଲା, ଠିକ୍ ଅଛି। ତ x ଅକ୍ଷରେଖାରେ ଏଇ ଯେଉଁ ଏ ପଏଣ୍ଟଟା ଏଇଠି ନେଇଯିବି, ଏଠି ସମୟ ନେଇଛି ନା, ତ ଏଇଟା ନେଇଯିବି t1, ଏଠି ଯେଉଁ ସମୟଟା ଅଛି ଆକୁ ନେଇଯିବି t2। ସେମିତି ଏଇଟା କ'ଣ, ମୋ y ଅକ୍ଷରେଖାରେ ଏଇ ଦୁଇଟା ପଏଣ୍ଟ ଆସିବ, ତାକୁ ନେଇଯିବି S1 ଆଉ S2। A ଆଉ B ବିନ୍ଦୁର ଦୂରତାର ପାଠ୍ୟାଙ୍କ S1 ଆଉ S2 ନେବା। ବୁଝିପାରିଲ? ଆକୁ ନେଇଯିବେ S1, ଆକୁ ନେଇଯିବେ S1, ଆଉ ନେଇଯିବ S2 ନେଲି। ଆଚ୍ଛା ପିଲାମାନେ, ଏଇଠୁ ଏତିକିର କ'ଣ ଜଣାପଡ଼ିଲା, ମୋ ଦୂରତା ଯେହେତୁ y ଅକ୍ଷରେଖା, ଏଇଠୁ ଏତିକି କ'ଣ ଜଣାପଡ଼ିଲା, ସମୟ। ତମକୁ କିଏ ପଚାରିବ, ତ୍ରିଭୁଜ ABCରେ AC ହେଉଛି କ'ଣ, ସମୟ ବ୍ୟବଧାନ। ତ୍ରିଭୁଜରେ AC ସମୟ ବ୍ୟବଧାନକୁ BC ସେହି ସମୟ ମଧ୍ୟରେ ଦୂରତା ବ୍ୟବଧାନକୁ ସୂଚାଏ। AC କ'ଣ ଦରକାର, ଏ ଯେଉଁ AC ଅଛି, ଏ ACଟା ସମୟର ବ୍ୟବଧାନ, BCଟା ଦୂରତାର ବ୍ୟବଧାନକୁ ସୂଚାଉଛି। ଠିକ୍ ଅଛି। ତ ମୁଁ ବସ୍ତୁର ବେଗ ଯେଉଁ ବସ୍ତୁର ବେଗ କ'ଣ କରାଯାଏ, V କ'ଣ, ଦୂରତା ବାଇ ସମୟ। ତ ଏହି ଚିତ୍ର ଅନୁସାରେ ଦୂରତା ହେବ କ'ଣ, ଏଇଟା ହେଉଛି S2, ଏଇଟା ହେଉଛି S1। ତ ଦୂରତା କେତେ ଆସିବ, S2ରୁ S1କୁ ମାଇନସ୍ କରିବି, ସେମିତି ଏଇଟା ହେଇଯିବ କେତେ, T1 T2। ଦୂରତା ହେଇଯିବ S2 ମାଇନସ୍ S1, ସମୟ ହେଇଯିବ T2 ମାଇନସ୍ T1। ଠିକ୍ ଅଛି। ତ ଆମେ ଏଇ ଯେଉଁ ଆମର ଗୋଟେ ଗ୍ରାଫରେ ଆମେ ଗୋଟେ ବସ୍ତୁର ଯେକୌଣସି ଦୁଇଟା ସ୍ଥାନର ବେଗ ବାହାର କରିପାରିବା। ଗ୍ରାଫରୁ କାର୍ ମୁଁ ନେଇଛି, ମାନେ କାର୍ରେ A ଆଉ B ପଏଣ୍ଟ ଭିତରେ କେତେ ବେଗ ଥିଲା ଆମେ ତାକୁ ମଧ୍ୟ ବାହାର କରିପାରିବା। ଠିକ୍ ଅଛି, ଏଇଟା ହେଉଛି ଜିନିଷ ଆମର। ତାପରେ ଆସିବ ଆଉ ଗୋଟେ ଗ୍ରାଫ୍ କରିବା, ଯେଉଁଠିକି ଏଇଟା ତ ସମବେଗରେ ଗତି କରୁଛି, ଆଉ ଗୋଟେ ଗ୍ରାଫ୍ ଯେଉଁଠିକି ଅସମବେଗରେ ଗତି କରୁଥିବ।
ठीक अच्छे। आ गोटे ग्राफटे आने टिके। अच्छा बर्तमान असम बेगर गति करतार गोटे करिया। ठीक अच्छे से कार नहीं जी मु कार रो समय पड़े दूरता 8टा जिते से जाइए 10 किलोमीटर पुणी 9टा हबार से जाइए 30 किलोमीटर 10टा हबार पलैला 50 किलोमीटर 11टा हबार पुणी थे 70 किलोमीटर जाइए। देखिए ग्राफ में पाऊँ ना मुझे लिखी अच्छा यहाँ हूँ मोर एक्स एक्सिस यहाँ हूँ मोर वाई एक्सिस एटी रहा कौन समय 8टा 9टा 10टा 11टा ये 10 20 30 40 50 60 70 एमती अच्छे। अच्छा ओरिजिन हूँ मोर यहाँ 8टार थी 10 किलोमीटर जाइला ये 30 किलोमीटर पलैची ना 9टार 10टार पुणी जाइए 50 किलोमीटर पुणी 11टा बेलू जाइए 70 किलोमीटर देख ये केमती पॉइंट को पॉइंट कनेक्ट करियो। अरे पॉइंट साइज में तुम ग्राफटा देख कि नहीं केमती गला। ठीक अच्छे यहाँ हो गला कौन ना सम जोड़ा आमर असम यहाँ हूँ समय यहाँ हूँ दूरता। ठीक अच्छे तो ये देख जो असम बेगर गतिशील कार रो समय दूरता ग्राफ कौन अच्छे असम असम बेगर अच्छे कि ना देख से गोटे घंटा 20 किलोमीटर पुणी आउ गोटे घंटा गला बेलू 20 किलोमीटर इस मुझा समबेगर नहीं गली कि गोटे कम करा चेंज करदे यहाँ 60 करदे 70 करदे। ठीक अच्छे 30 40 50 60 30 किलोमीटर हो जाए तो यहाँ को चेंज करा पड़ो। जेहेतु मुझे पॉइंट गुड़ा एपट सेपट करते ग्राफ बंकड़ा ही पड़ा आसला 8टार के अच्छे 10 किलोमीटर 9टार जाइए 30 किलोमीटर 10टार जाइए 60 किलोमीटर पुणी 70 किलोमीटर के तो 11टा ग्राफटा मन आसला एमती। तो पिला माने ये देख जो तुम कौन समबेगर जो गति कर जो ग्राफटा ताठू ये ग्राफटा कौन असमबेगर गतिर ग्राफटा कौन टे परिवर्तन आसला। ठीक अच्छे तो यहीपर आम कौन हो समबेग पर ये आम से उपाय वस्तुर गोटे समबेगरता ग्राफ भिन्न रोज बोली जानिले बुझीगला। अच्छा नेक्स्ट क्लास रो समय परिवेग ग्राफ देखा आउ कि समीकरण तुम अच्छे आ बाकी जहाँ अच्छे करवा। ठीक अच्छे टे बड़ चैप्टरटा से अल्प अल्प कर जोटा कि तुमको बुझा सहज हम कि पिला माने थैंक यू टे भल रिविजन कर पढ़ापढ़ी भल कर। ऑल द बेस्ट।